भाई अरे अरे असं अच्छा ट्रीटमेंट चलुଛି ଔଷଧ ଖାଉଛ ଓହୋ ଆଜି ଟିକେ ଭଲ ଲାଗୁଛି ରିଲାକ୍ସ ହଉ ହଉ ଜଗନ୍ନାଥ ଭଲ କରିଛନ୍ତି ତମେ ପରୋପକାରୀ ଭଦ୍ର ମହିଳା ଜଣେ ଦୁଃଖ ସୁଖରେ ଲୋକଙ୍କର ପହଞ୍ଚ ଭଲ ମନ୍ଦରେ ପହଞ୍ଚ ଆମକୁ ଧରି ବହୁ ଜାଗା ରିଲିଫ୍ ବାଣ୍ଟିଛ ବାତ୍ୟା ବେଳେ ବନ୍ୟା ବେଳେ ଗରିବ ଲୋକଙ୍କୁ ଛାତ୍ରଙ୍କୁ ସାହାଯ୍ୟ କରୁଛ ଜଣେ ପରୋପକାରୀ ଭଗବାନ ଭଲ କରିଦେବେ କିଛି ଅସୁବିଧା ନାହିଁ ଭଲ ହେଇଯାଉ ଜଗନ୍ନାଥ ଭଲ କରିଦିଅନ୍ତୁ ଲିଙ୍ଗରାଜ ଭଲ କରିଦିଅନ୍ତୁ ଜଣେ ଭଦ୍ର ମହିଳା ପରୋପକାରୀ ମହିଳା ବହୁ ଗରିବ ଲୋକଙ୍କୁ ବହୁ ଦୁଃଖୀକି ବିପଦର ସାଥୀ ହେଇକି ସାହାଯ୍ୟ କରୁଛ ତମକୁ ଭଗବାନ ଖୁବ ଭଲ ରଖିବେ ରାନୀ ପଣ୍ଡା ଆମ ଓଡ଼ିଶାର ଗୋଟେ ଗର୍ବ ଜଣେ ବେଷ୍ଟ ଆକ୍ଟ୍ରେସ୍ କଳାକାର ପରୋପକାରୀ ଭଦ୍ର ମହିଳା ଗରିବ ପିଲାଙ୍କୁ ସାହାଯ୍ୟ କରିବା କେତେବେଳେ ଦୁଃଖୀ କିଏ ତାକୁ ଠିଆ ହେଇ ସାହାଯ୍ୟ କରିବା ରିଲିଫ୍ ବାଣ୍ଟିବା ବନ୍ୟା ବେଳେ ବାତ୍ୟା ବେଳେ ମୋତେ ନେଇ ବହୁ ଜାଗାରେ କମଳ ବାଣ୍ଟିବା ଲୁଗା ବାଣ୍ଟିବା ଖାଦ୍ୟ ବାଣ୍ଟିବା ରୋଷେଇ କରି ବାଣ୍ଟିବା ଆର୍ଥିକ ସାହାଯ୍ୟ ଦେବା ବହୁତ ବଢ଼ିଆ ଭଦ୍ର ମହିଳା ତାଙ୍କ ଦେହ ଟିକେ ଖରାପ ହେଇଛି ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧ ଭଲ କରିଦେବେ କାରଣ ସେ ଜଣେ ପରୋପକାରୀ ଏବଂ ମୁଁ ଆଶା କରୁଛି ସେ ଖାଇ ପିଇ ଫେର୍ ସ୍ଥିତିକି ସୁଦୃଢ଼ କରିବେ ଯେଉଁ ଆକ୍ଟିଂ ଚାଲିଛି ଯେଉଁ କାର୍ଯ୍ୟକ୍ରମ ଚାଲିଛି ଯେଉଁ ଗରିବ ଲୋକଙ୍କୁ ସାହାଯ୍ୟ ଚାଲିଛି ଚାଲୁ ରଖିବେ କିଛି ଦୁଃଖ ଭଲ ହେଇଯିବ ଭଗବାନ ଭଲ କରୁଛି ଦୁଃଖୀଙ୍କର ସାହାଯ୍ୟକାରୀ ପରା ତେଣୁ ଭଗବାନ ତାକୁ ଭଲ କରିବେ କାରଣ ସେ ଭଲ ହେଲେ ଯାଇ ଦୁଃଖୀଙ୍କର ସେବା କରିବ ଖୁବ ବଢ଼ିଆ ହେବ ହଁ ହଁ ଜଗନ୍ନାଥ ପାଖେ ଲିଙ୍ଗରାଜଙ୍କ ପାଖେ ଆଲ୍ଲାହ ଯୀଶୁଙ୍କ ପାଖେ ମୁଁ ପ୍ରାର୍ଥନା କରୁଛି ମା ଲକ୍ଷ୍ମୀ ତାକୁ ସାହାଯ୍ୟ କରନ୍ତୁ ତା ଦେହ ଭଲ ହେଇଯାଉ ଯେମିତି ପରୋପକାର ସେ କରୁଛନ୍ତି ବୁଲି ବୁଲିକି ଗରିବ ଲୋକଙ୍କ ସେବା ଦୁଃଖୀଙ୍କର ସେବା ବିପଦ ବେଳେ ଯେ ପଡ଼ିଛି ସେବା ଯେଉଁ କରୁଛନ୍ତି ସେ କରିଚାଲନ୍ତୁ ସେ କିଛି ସେ ତାର ଖାତିର ନାହିଁ ସାର ନିଜ ଉପରେ ବିଶ୍ୱାସ ଅଛି ନିଜ ଆକ୍ଟିଂ ଉପରେ ବିଶ୍ୱାସ ଅଛି ନିଜ କଳା ଉପରେ ବିଶ୍ୱାସ ଅଛି ନିଜ ଦକ୍ଷତା ଉପରେ ବିଶ୍ୱାସ ଅଛି କେତେ ଆସିବେ ଯିବେ ସେ ତାର ଠିକ୍ ଅଛି ଠିକ୍ ହେବ ଅପା କେମିତି ଅଛି ବର୍ତ୍ତମାନ ଦେହର କଣ୍ଡିସନ ହଁ ଭଲ ଅଛି ଆଉ ଦିନେ ଦୁଇ ଦିନ ଲାଗିବ ଟିକେ ମେଡ଼ିସିନ 15 ଦିନ କଣ୍ଟିନ୍ୟୁ ହେବ ଠିକ୍ ହେଇଯିବ ତ ସୁର ଭାଇ ଆଜି ଆସିଥିଲେ ଆପଣଙ୍କ କଥା ଶୁଣିକି ତ ଆପଣ ଆଗରୁ ଜାଣିଥିଲେ ସୁର ଭାଇ ଆସିବେ ବୋଲି ଆଜି ନା ଆପଣ କେତେ ଖୁସି ଅଛନ୍ତି ସୁର ରାତରେ ଆପଣଙ୍କ କଥା ମନ ଦୁଃଖ କରି ପହଞ୍ଚିଲେ ଆପଣଙ୍କ ପାଖରେ ଧନ୍ୟବାଦ ତାଙ୍କୁ ସେଥିପାଇଁ